ମାନେ କାଲିଠୁ କାମ ବନ୍ଦ କରିଛନ୍। ତାଙ୍କର 3 ମାସ ହେଲା କିଟା ଦରମା ନାହିଁ, ପ୍ଲସ୍ ତାଙ୍କର ଯୋଉ ଇପିଏଫ୍ ପଇସା 15 ମାସ ହେଲା ଜମା ନାହିଁ। ସେଇ ବାବଦରେ ଏମାନେ କାଲିଠୁ କାର୍ଯ୍ୟ ବନ୍ଦ କରିଛନ୍ ଏବଂ ଯେପର୍ଯ୍ୟନ୍ତ ତାଙ୍କର ସମସ୍ୟାର ସମାଧାନ ନାହିଁ ହେଇଛି, ଇପିଏଫ୍ ଟଙ୍କା ଏବଂ ଦରମା ତାଙ୍କର ଆକାଉଣ୍ଟରେ ନାହିଁ ପଡ଼ିଛି, ସେ ପର୍ଯ୍ୟନ୍ତ କାମ ବନ୍ଦ କରିବେ ବୋଲଛନ୍। ଏବଂ ଜଷ୍ଟିଫାଇଡ୍ ବି ଗରିବ ଲୋକ ଗୁଡ଼ାକ ରକ୍ତ ମଳମୂତ୍ର ଡ୍ରେନ୍ ଅଳିଆ ଆବର୍ଜନା ଯେଉଁମାନେ ଯୋଉଠି ଆମେ ଠିଆ ହେବା ଲାଗି ଭୟ କରୁଛୁ, ସେ ଜାଗାରେ ଏମାନେ ଉତରିକିରି କାମ କରୁଛନ୍। ଆଉ ଯଦି ମାସ ମନକୁ ତାଙ୍କର ପ୍ରାପ୍ୟଟା ନାହିଁ ପାଇବେ, ତାହେଲେ ଏମାନେ ତାଙ୍କର ପରିବାର ପ୍ରତିପୋଷଣ କରିବେ କେମିତି? ତେଣୁକରି ଗରିବ ଉପରେ ସରକାର ଏବଂ ପ୍ରଶାସନର ଇଏ କୋଉ ପ୍ରକାର ମାଡ଼, ମାନେ ତାଙ୍କୁ ସୁବିଧା ଦେବା ଜାଗାରେ ସବୁବେଳେ ଅସୁବିଧାରେ ପକାଯାଉଛି। ଆଉ ଏ ସମସ୍ୟା ଯୋଉ ଦିନଠୁ ଘରୋଇକରଣ ହେଲା ସଫେଇ କାର୍ଯ୍ୟ, ସେ ଦିନଠୁ ଏ ସମସ୍ୟା ସବୁବେଳେ ଚାଲିଛି। ସବୁବେଳେ ଯେ ଠିକାଦାର ତାଙ୍କର ପଇସା ଖାଉଛି, ଠିକାଦାର ତାଙ୍କର ପଇସା ଠିକ୍ ଟାଇମ୍ରେ ଡିପୋଜିଟ୍ କରୁନାହିଁ ଇପିଏଫ୍ ପଇସା, ଯଦ୍ୱାରା କି କାର୍ଯ୍ୟ ବନ୍ଦ ହେଉଛି ଏବଂ ଲୋକ ନାନା ଅସୁବିଧା ଭୋଗ କରୁଛନ୍ତି ପୌର ପରିଷଦ ବାସୀ। ତେଣୁକରି ପ୍ରଶାସନ, ପୌର ପରିଷଦ ଏ ଦିଗରେ ଉଚିତ ପଦକ୍ଷେପ ଏବଂ ଦୀର୍ଘମିଆଦୀ ପଦକ୍ଷେପ ନେବା କଥା, ଯେ ଯେମିତି କାମ ହବ, ଏମାନେ ତାଙ୍କର ପ୍ରାପ୍ୟ ଠିକ୍ ସେ ପାଇବେ ଏବଂ ଦେବଗଡ଼ ପୌର ପରିଷଦର ସଫାସୁତୁରା କାମ ସୁଚାରୁ ରୂପେ ହେବ, ଯେମିତି ଠିକ୍ ସେ ହେବ ଆଗକୁ। ଏବଂ ଖାଲି କଥାରେ କହିଦେଉଛନ୍ ଏବଂ କାମ କିଛି ହଉନି। ଆଗରୁ ଗୋଟେ ଠିକାଦାର ଥିଲା, ତାର କ୍ୟାନସେଲ କଲ, ଆରେ ତାର ଯଦି କ୍ୟାନସେଲ କଲ, ଏମାନଙ୍କର ପ୍ରାପ୍ୟ କ୍ଲିୟର କରିକି କ୍ୟାନସେଲ କରିବା କଥା। ତାଠି ରହିଲା 10 ମାସ 12 ମାସ 15 ମାସରେ ଏମାନଙ୍କ କହିବା ଅନୁସାରେ ଇପିଏଫ୍ ପଇସା, ତାହେଲେ ସେ ତ କାମ ଛାଡ଼ିଲା, ନୂଆ ଟିକେ ଜଣେ ପାଇଲା, ସେ ପଇସା ତାଠୁ ପରିଶୋଧ ହେବ କେମିତି? ତେଣୁ ସେ ଦିଗରେ ପୌର ପରିଷଦ ଏବଂ ପ୍ରଶାସନ ଯତ୍ନବାନ ହୁଅନ୍ତୁ, ଏମାନଙ୍କର ପ୍ରାପ୍ୟ ଯଥାଶୀଘ୍ର ଯେତେ ଶୀଘ୍ର ପାରବେ ଦିଅନ୍ତୁ ଏବଂ କାମ କିପରି ପୂର୍ବ ଅବସ୍ଥାକୁ ଫେରି ଆଇବ, କାମ କିପରି ସୁରୁଖୁରୁ ହେବ, ସେଥିପ୍ରତି ପ୍ରଶାସନ ଏବଂ ପୌର ପରିଷଦ ଧ୍ୟାନ ଦେଲେ ଭଲ ହେବ। ଆଜି ଆମକୁ ଦରମା ପତ୍ର ସୁବିଧା 3 ମାସ ହେଲାନେ ଦେବାକେ ନାଇଁ, ଏପିଏଫ୍ 15 ମାସ ହେଲାନେ ପକେଇବାକେ ନାଇଁ। ଆମେ ଯାହିଁ ଗଲେ ବି ଆମର କଥା କେହି ଶୁଣିଲେ ନାଇଁ, ସେଥିପାଇଁ ଆମେ କାମ ବନ୍ଦ କରିବୁ। କେତେ ଦିନ ଆପଣ ଦରମା ପାଇନାହାନ୍ତି? 3 ମାସ ଭାଇଟା ଆଗରୁ ଦରମା ଗୁଡାକ ଆଗର ଦରମାଟା ଦେଇଦେଲେ, ଏଇଟା 3 ମାସ ହେଲାନେ ଦରମା ଦେବାକେ ନାଇଁ। ସେ ଯିଏ ଲେଇଥିଲା ଟେଣ୍ଡର ବାଲା ତାକେ ଡାକଲେ ବି ଆଇବାକେ ନାଇଁ। ଏଠୁ ସେ ସାଇବ ଚେୟାରମ୍ୟାନକେ କହିଲେ ବି ଦରମା ଦେଲେ ନାଇଁ। କଲେକ୍ଟର ଟିକେ ବି ଯାଇଥିନୁ, ଦେଇନୁ ତାଙ୍କୁ, ପିଡ଼ିରେ ବି ଦିଆହେଇଛେ, ଥାନାରେ ବି ଦିଆହେଇଛେ, ସବୁଆଡ଼େ ଦେଇନୁ, ହେଲେ ବି ଆମର ଅଫିସର ମାନେ କିଛି କଥା ଶୁଣବାକେ ନାଇଁ। ସେଥିପାଇଁ ଆମେ କାମ ବନ୍ଦ କରିବୁ। କାମ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ରହିବ, କିଛି ଦିନ ଲାଗି ବନ୍ଦ ରହିବ? जब तक हमर दाबी पूरण नहीं हेबा आमे काम करू ना। आज आमे आज्ञा जेन दिन हमर ऑफिस थिला बेला आमे ठीक रे दरमा पाउथनु, हमर एपीए पैसा टिके जहाले बहरे तले बाहर थिला। जेन दिन ठिका लाला से दिन हमर एपीए भी बाहरबार नहीं। आगो म्युनिसिपालिटी रे जहा एपीए कटी थिला सेटा भी बाहरबार नहीं ना। से नुआ ठिका वाला जो नहीं थिला से भी 15 मासर एपीए पके रखी जी, आ सेटा भी बाहर नहीं। आउ के हेति पय हम आज दाबी करिजु जे हमर पैसा पत्र ठीक रे नहीं मिलबार, हमर पैसा पाइले हमें काम करमु, नहीं तो नहीं करू। जते दिन तक हमर काम बंद रहितबा, हमर पैसा पाइमु तबे जे काम। आगर केते मास पैसा कोने? 15 मासर आउ म्युनिसिपालिटी रे भी हमर 6-7 मासर पैसा अछि, छड़ा भी हो नहीं।